ओके गुड मॉर्निंग स्टूडेंट एगेन समस्त क्वेश्चन वॉइस क्लियर अछि समस्त वॉइस क्लियर अछि नो इशू ओके थैंक यू तो क्लास को स्टार्ट करियो ओके अच्छा पीडीएफ समस्त शो होछि समस्त पीडीएफ शो होछि ओके थैंक यू देखो क्लास को स्टार्ट करिया पूर्व गोटे सिंपल क्वेश्चन समस्त को जे तमे सॉरी सेप्टेम्बर मासर करंट अफेयर को कंटिन्यू करूचे गोटे क्वेश्चन समस्त को आई थिंक काली तुमମାନଙ୍କର लास्ट क्लास हबो जोटा कि सेप्टेम्बर मासर कहीं ना ऑलमोस्ट सब आम कंप्लीट कर सारिचे तापर आम अक्टोबर को स्टार्ट करवा मोर एटी गोटे क्वेश्चन तुमको जे जेतिक आम पढ़ी सारिचे जेतिक आम पढ़ी सारिचे समस्तଙ୍କର पूरा अप टू डेट अच्छी हाँ कि ना कहीं ना आम कंबाइन कर पढ़ुचे तुम एटा ओपीएससी रो कौन भी एग्जाम तुम दौच किंबा ओ डबल एसएससी किंबा ओ ट्रिपल एसएससी कौन भी एग्जाम दियो এটা কম্বাইন করে তোমাকে দিয়াছে বর্তমান সুদ্ধা সমস্ত অপডেট ଅଛି କାହିଁକିନା କରେଣ୍ଟ ଆଫେୟାର ସବୁଠାରୁ ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟର ରହିବ ମାନେ କୌଣସି ଏକ୍ସାମର ସିଲେକ୍ସନ ରହେ ଓକେ ଚାଲେ ହୁଁ। ତ ଆଜି ଆମେ ଡିସ୍କସନ କରିବା ଅକ୍ଟୋବର ମାସରେ ସ୍ପେସିଫିକ ଷ୍ଟେଟ ରିଲେଟେଡ୍ କ'ଣ ନ୍ୟୁଜ୍ ଥିଲା ସ୍ପେସିଫିକ ଷ୍ଟେଟ ରିଲେଟେଡ୍ରେ କେଉଁ ସବୁ ନ୍ୟୁଜ୍ ଥିଲା ଯୋଉଟା କି ତୁମମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ ତ ଫାର୍ଷ୍ଟ ପଏଣ୍ଟ ହେଉଛି ହିମାଚଳ ହିମାଚଳ ପ୍ରଦେଶକୁ ଡିକ୍ଲେୟାର କରାଯାଇଛି ଫୁଲି ଲିଟରେଟ୍ ଷ୍ଟେଟ୍ ହିସାବରେ ତ ତୁମକୁ ଥରେ ମୁଁ ପଢେଇଥିଲି ଯୋଉଟା କି ସୋସାଇଟିରେ ଯେ ଫୁଲି ଲିଟରେଟ୍ ଷ୍ଟେଟ୍ ବିଷୟରେ କିନ୍ତୁ ଏଥିରେ ଷ୍ଟେଟ୍ ୱାଇଜ ଆମେ ପଢୁଛେ ବଟ୍ ଏଇ ଆମକୁ ଏତିକି ମନେ ରଖିବାର ଅଛି ଏବେ ରିସେଣ୍ଟଲି କୋଉ ଷ୍ଟେଟ୍ को डिक्लेयर कराइछि आज ए फुली लिटरेट स्टेट फुली लिटरेट तो फुली लिटरेट एटी केते परसेंट से अचीव करिछि 99.3% को अचीव कराइछि किंतु जोटा कि नेशनल लिटरेसी जो कि बेंचमार्क हम पे अछि जोटा कि हम टारगेट रेट थिला जदि एते गोटे स्टेट एतिकी अचीव करूछि से फुली लिटरेसी हे जिवो से होछि केते ना 95% एते होछि 95% তাহলে ଏବେ ରିସେଣ୍ଟଲି କୋଉ ଷ୍ଟେଟ୍ ଆସିଲା ଯେ କି ଆଜି ଫୁଲି ଲିଟରେଟ୍ ଷ୍ଟେଟ୍ ହିସାବରେ ଡିକ୍ଲେୟାର କରାଗଲା ସେ ହେଉଛି ହିମାଚଳ ପ୍ରଦେଶ ବୁଝା ପଡ଼ିଲା ଯଦି ଆମେ କହିବା ଷ୍ଟୁଡେଣ୍ଟ ଆଉ ଟିଚରର ରେସିଓ ଦ୍ୟାଟ୍ ମିନ୍ସ ଯେ ଆମେ ଓଡ଼ିଶାରେ ଯଦି ଦେଖିବା ଗୋଟେ ଟିଚର ପିଛା ଅନେକ ସାରା ଷ୍ଟୁଡେଣ୍ଟ ଆଉଛନ୍ତି ମାନେ ରେସିଓ ଏଠି ବହୁତ ଡିଫରେଣ୍ଟ ରହୁଛି କିନ୍ତୁ ଯଦି ଆମେ ଷ୍ଟୁଡେଣ୍ଟ ଆଉ ଟିଚରର ରେସିଓ ଦେଖିବା ସବୁଠାରୁ ନମ୍ବର ୱାନ୍ ର୍ୟାଙ୍କ କୋଉ ଷ୍ଟେଟ୍ ରହୁଛି ସେ ହେଉଛି କିଏ ସେ ନା ହିମାଚଳ ପ୍ରଦେଶ କିଏ ରହୁଛି ହିମାଚଳ ପ୍ରଦେଶ that's a very important news ଚାଲେ ତ ଏବେ ଯିବା ନେକ୍ସଟ ପଏଣ୍ଟକୁ ନେକ୍ସଟ ପଏଣ୍ଟ କାହା ବିଷୟରେ କହୁଛି ନା ପର୍ଟିକୁଲାର ଏସିଆନ୍ ଜାୟାଣ୍ଟ ଯୋଉ છે ଟର୍ଟଏଜ୍ ବ୍ରିଡିଂ ତ ଗୋଟେ ମାନେ ପର୍ଟିକୁଲାର ଗୋଟେ ପ୍ରଜାତିର ଟର୍ଟଏଜ୍ କୁ ବ୍ରିଡିଂ କରାଯାଇଛି ପର୍ଟିକୁଲାର ଜୁରେ ତ ଏଇ ଜୁଟାକୁ ଆମକୁ ମନେ ରଖିବାର ଅଛି ମଣିପୁର ଜୁ ମନେ ରଖ ମଣିପୁର ଜୁ ରେକର୍ଡ ଫାଷ୍ଟ ସକ୍ସେସଫୁଲ ବ୍ରିଡିଂ ଅଫ୍ ଏସିଆନ୍ ଜେନ୍ ଟର୍ଟଏଜ୍ ଓକେ ତ ମନେ ରଖିବ ଏଇ ପର୍ଟିକୁଲାର ଜାତିର ବା ପ୍ରଜାତିର ଟର୍ଟଏଜ୍ ବ୍ରିଡିଂ କରିଛି ଗୋଟେ ପର୍ଟିକୁଲାର ଜୁରେ ସେ ଜୁର ନାଁ ହଉଛି ମଣିପୁର ଜୁ যেটা কি প্রথম থর এটা হয়েছে আর মধ্যে সক্সেসফুল হয়েছে দ্যাটস দ্য ভেরি ইম্পর্টান্ট নিউজ 3 নম্বর পয়েন্টটা অলরেডি আগর অদর এক্সাম মানকরে আসিছি মে বি এসব এক্সামরে আসিয়ার চান্স রহুଛି তুমি জানিথিলে আୟୁର୍ବେଦ ডେ তুমি জানিথিলে ଆୟୁର୍ବେଦ ଡେ ଆଚ୍ଛା ମୋର କହିବା କଥା ଆୟୁର୍ବେଦ ଡେ ଆମେ କେବେ ସେଲିବ୍ରେଟ କରିଥାଉ ଆୟୁର୍ବେଦ ଡେ କୁ ଆମେ କେବେ ସେଲିବ୍ରେଟ କରିଥାଉ ଆୟୁର୍ବେଦ ଡେ କୁ ଆମେ କେବେ ସେଲିବ୍ରେଟ କରିଥାଉ ମନେ ରଖିବ ଇଟ୍ ଇସ୍ ଏ ଭେରି ଇମ୍ପୋର୍ଟାଣ୍ଟ ଏଟା ଡେ ହଉଛି 23 ସେପ୍ଟେମ୍ବର 23 ସେପ୍ଟେମ୍ବର 2025 ଆମେ ଆକୁ ସେଲିବ୍ରେଟ କରିଥାଉ ଯେ ଏଇ ବର୍ଷର ଯୋଉ ଆୟୁର୍ବେଦିକ ଡେ ଅଛି ଏଟା କେତେତମ ନା 10th ଆୟୁର୍ବେଦିକ ଡେ ଯୋଉଟା କି ମାନେ ଏଟାକୁ ସେଲିବ୍ରେଟ କରାଯାଇଛି ଏଟା କୋଉଠି କରାଯାଇଛି ଦ୍ୟାଟ୍ସ ଅ ଭେରି ଇମ୍ପୋର୍ଟାଣ୍ଟ ନ୍ୟୁଜ ଭେନ୍ୟୁ ଦ୍ୟାଟ୍ ମିନ୍ସ ଏଟା କୋଉଠି ହେଇଛି ଗୋଆରେ କୋଉଠି ହେଇଛି ଗୋଆ ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ ରହିବ ଆଉ ଏଥର ଆର ଥିମ୍ ହଉଛି ଆୟୁର୍ବେଦିକ ଫର ପିପୁଲ ଆଣ୍ଡ ପ୍ଲାନେଟ ତ ଏ ଦିଟା ପଏଣ୍ଟ ମନେ ରଖିବ ଯୋଉଟା କି
एथर जो 10th आयुर्वेदिक डे सेलिब्रेट करागला केउ जगह करागला देन आउ गोटे आसला कोन ना आरो थीम कोन अछि आउ को दिन हम आपको सेलिब्रेट करी था ଏବେ ଯିବା ନେକ୍ସଟ ପଏଣ୍ଟ ବା ଫୋର୍ଥ ନମ୍ବର ପଏଣ୍ଟ ଫୋର୍ଥ ନମ୍ବର ପଏଣ୍ଟ ହଉଛି ମଣିପୁର ହାଇକୋର୍ଟ ଆଜି ଚିଫ ଜଷ୍ଟିସ ଅଫ ମଣିପୁର ହାଇକୋର୍ଟ ମନେ ରଖ ତୁମେ ଦେଖିଥିବ ବହୁତ ଏକ୍ସାମ ମାନଙ୍କରେ ଯେତେବେଳେ କୌଣସି ଷ୍ଟେଟର ହାଇକୋର୍ଟର ଚିଫ ଜଷ୍ଟିସ ଚେଞ୍ଜ ହୁଅନ୍ତି ତାଙ୍କୁ ନେଇକରି କୋଶ୍ଚିନ୍ ଆସେ ଯଦି କୌଣସି ନୂଆ ଗଭର୍ଣ୍ଣର ଆପଏଣ୍ଟମେଣ୍ଟ ହେଇଥାନ୍ତି ତାଙ୍କୁ ନେଇକରି କୋଶ୍ଚିନ୍ ଆସେ ତ ଇଟ୍ ଇସ୍ ଏ ଭେରି ଇମ୍ପୋର୍ଟାଣ୍ଟ ରହିବ ଯେ ରିସେଣ୍ଟଲି ଚିଫ ଜଷ୍ଟିସ ଅଫ ମଣିପୁର ଆଉ ମଣିପୁର ହାଇକୋର୍ଟର କିଏ ହେଇଛନ୍ତି ଜଷ୍ଟିସ ଏମ୍ ସୁନ୍ଦର ଯିଏକି ଆଜି ଆପଏଣ୍ଟମେଣ୍ଟ ହେଇଛନ୍ତି କିଏ ସେ ଚିଫ ଜଷ୍ଟିସ ଅଫ ମଣିପୁର ହାଇକୋର୍ଟ ଦିସ୍ ଏ ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ ଆଚ୍ଛା ଏବେ ଗୋଟେ ହାଇଲାଇଟ ନ୍ୟୁଜ ଥିଲା ସେ ନ୍ୟୁଜର ନାଁ ହଉଛି ମନକି ମୁଣ୍ଡା ସିଷ୍ଟମ ମନକି ମୁଣ୍ଡା ସିଷ୍ଟମ ମନକି ମୁଣ୍ଡା যে ମୋର କ୍ୱେଶ୍ଚିନ୍ ହଉଛି ଷ୍ଟୁଡେଣ୍ଟ ଯେ ମନକି ମୁଣ୍ଡା କନସେପ୍ଟଟା କଣ ବା ମନକି ମୁଣ୍ଡା ସିଷ୍ଟମଟା କଣ ଏଟା ରିସେଣ୍ଟଲି ଏ ନ୍ୟୁଜଟା ଆମେ କୋଉଠି ଦେଖିବାକୁ ପାଇଥିଲେ ନା ଝାଡଖଣ୍ଡରେ ଦେଖିବାକୁ ପାଇଥିଲେ ତାର ଅର୍ଥ ନୁହେଁ ଏଟା କେବଳ ଝାଡଖଣ୍ଡରେ କନସେପ୍ଟ ଅଛି ଅଲ୍ ଅଲ୍ ଓଭର ଇଣ୍ଡିଆରେ କନସେପ୍ଟ ଅଛି ମନକି ମୁଣ୍ଡା କନସେପ୍ଟ ଦ୍ୟାଟ ମିନ୍ସ ଇଟ୍ ଇସ୍ ଭେରି ଇମ୍ପୋର୍ଟାଣ୍ଟ ଆସେ ଯେ ମନକି କହିଲେ କାହାକୁ ବୁଝିବା ଯେ ଆଉ ମୁଣ୍ଡା କହିଲେ କାହାକୁ ବୁଝିବା ଦେଖ এটা ପର୍ଟିକୁଲାର ଗୋଟେ ଟ୍ରାଇବର ସେ ଟ୍ରାଇବର ନାଁ ହଉଛି ହୋ ଟ୍ରାଇବ ସେ ଟ୍ରାଇବର ନାଁ ହଉଛି କଣ ହୋ ଟ୍ରାଇବ ହୋ ଟ୍ରାଇବ ଏ ଟ୍ରାଇବରେ କଣ ହୁଏ ନା ଆମର ଯେମିତି କିଛି ରୁଲ ଆଣ୍ଡ ରେଗୁଲେସନ ଥାଏ ଆମ ସମ୍ବିଧାନର ହଉ ଆମ କନଷ୍ଟିଟ୍ୟୁସନର ହଉ ଏଭ୍ରିଥିଙ୍ଗ ଯୋଉ ପ୍ରୋବ୍ଲେମ ହୁଏ ଆମେ ସର୍ଟ ଆଉଟ କରିଥାଉ କିନ୍ତୁ ଆକ୍ଚୁଆଲି ଟ୍ରାଇବାଲ ପପୁଲେସନରେ ଗୋଟେ ଥାଏ ସେଲ୍ଫ ଗଭର୍ଣ୍ଣମେଣ୍ଟ ସିଷ୍ଟମ କଣ ଥାଏ କହିଲେ ସେଲ୍ଫ ଗଭର୍ଣ୍ଣମେଣ୍ଟ ସିଷ୍ଟମ ଦ୍ୟାଟ ମିନ୍ସ ସେମାନେ ତାଙ୍କର ନିଜର ଗୋଟେ ପର୍ଟିକୁଲାର ନିୟମକୁ ପାଳନ କରିବେ ନିଜର ରୁଲକୁ ମେଣ୍ଟେନ କରିବେ ସେଟା ଆମକୁ ସମ୍ବିଧାନ ମଧ୍ୟ ତାଙ୍କୁ ଦେଇଛି କୁହା ଅଣ୍ଡରରେ ନା ଫିଫ୍ଥ ସିଡ୍ୟୁଲ୍ଡ ଅଣ୍ଡରରେ ଏମାନଙ୍କୁ ପ୍ରୋଭାଇଡ କରାଯାଉଛି ପେସା ଆକ୍ଟ 1996 ମୁତାବକ ଏ ଦିଟା ଇମ୍ପୋର୍ଟାଣ୍ଟ ମନେ ରଖିବ ଯୋଉଟା କି ଗଭର୍ଣ୍ଣମେଣ୍ଟ ସେମାନଙ୍କୁ ପ୍ରୋଭାଇଡ କରୁଛି ଏ ରୁଲ ମାନେ ସେମାନେ ଚଲେଇବା ପାଇଁ ସେ ହେଉଛି ପେସା ଆକ୍ଟ 1996 ଆଉ ଫିଫ୍ଥ ସିଡ୍ୟୁଲ ମୁତାବକ ହୋ ଟ୍ରାଇବ ମାନେ ସେମାନଙ୍କର ଗୋଟେ ରୁଲ ଅଛି ସେ ରୁଲର ନାଁ ହଉଛି ମନକି ମୁଣ୍ଡା ମନକି ହଉଛି କିଏ ସେ ନା କଲଚରାଲ ହେଲ୍ଥ ତାର ତ କଲଚରାଲର ତାଙ୍କର ଯୋଉ କଲଚର ଅଛି ସେ କଲଚରର ଯିଏ ହେଡ୍ ଅଛନ୍ତି ତାଙ୍କୁ କୁହାଯାଏ ମନକି ଆଉ ପ୍ରତି ଗାଁର ଗୋଟେ ମୁଣ୍ଡା ଭିଲେଜର ହେଡ୍ ପ୍ରତି ଗାଁ ଥିବ ନା ଧରଙ୍କର ଗୋଟେ କଲଚରକୁ ନେଇ ଦେଖିବ 15-20ଟା ଗାଁ ଥିବ ପ୍ରତି ସବୁ ଗାଁର ଗୋଟେ ହେଡ୍ ସିଏ ହେଲା କିଏ ସେ ମନକି ତାପରେ ପ୍ରତି ଗାଁର ଗୋଟେ ଥାନ୍ତି ହେଡ୍ ତାକୁ କୁହନ୍ତି ମୁଣ୍ଡା ତ ସେମାନେ ହିଁ ଡିସିସନ ନେବେ ସେମାନେ ହିଁ ଡିସିସନ ନେବେ ଯେ ତାଙ୍କ ସମ୍ପ୍ରଦାୟରେ କଣ ସବୁ ହବ ବା କଣ ସବୁ ଚେଞ୍ଜେସ୍ ହବ ଆକ୍ଚୁଆଲି ପ୍ରୋବ୍ଲେମ କଣ ହେଇଛି ଝାଡଖଣ୍ଡ ପର୍ଟିକୁଲାର ଗୋଟେ ଏରିଆରେ ଯୋଉ ମନକି ଅଛନ୍ତି ତାଙ୍କୁ ଲୋକମାନଙ୍କ ବିନା ପରମିଶନରେ ସେଠାକାର ଯୋଉ ଅଛନ୍ତି ଯୋଉ ଡିଏମ୍ ଅଛନ୍ତି ତାଙ୍କୁ ଚେଞ୍ଜ କରିଦେଇଥିଲେ ତ ସେଥିପାଇଁ ଏଠି ପ୍ରୋଟେଷ୍ଟ ଗୋଟେ ହେଇଥିଲା ଯେ ଆମକୁ ବିନା ପରମିଶନରେ କାହିଁକି ଏ ଜିନିଷ କରାଯାଇଛି ବଟ୍ ଆମ ପାଇଁ ଏତିକି ଇମ୍ପୋର୍ଟାଣ୍ଟ ଯେ ମନକି ଆଉ ମୁଣ୍ଡା କୋଉ ଟ୍ରାଇବ ସହିତ ରିଲେଟେଡ ହଉଛି କୋଉ ଟ୍ରାଇବ ସହିତ ରିଲେଟେଡ ହଉଛି ମନକି ହଉଛନ୍ତି କିଏ ସେ ନା କଲଚରାଲ ହେଲ୍ଥ ଆଉ ମୁଣ୍ଡା ହଉଛନ୍ତି କିଏ ସେ ନା ଭିଲେଜର ହେଲ୍ଥ କୁହାଯାଏ ଚାଲ ତ ଏଠି ମୁଁ ତୁମକୁ ମେନସନ ବି କରିଦେଇଛି ଯେ ଭିଲେଜ ଲେବୁଲରେ କିଏ ଥାନ୍ତି ମୁଣ୍ଡା ଥାଏ କଲଚରାଲ ଲେବୁଲରେ ଥାଏ ମନକି ଯେ କି କେତେଟା ଭିଲେଜକୁ ନେଇ 8ରୁ 15ଟା ଭିଲେଜକୁ ନେଇକି ଗଠିତ ହେଇଥାଏ ଚାଲେ ଏବେ ଯିବା ନେକ୍ସଟ ପଏଣ୍ଟକୁ ନେକ୍ସଟ ପଏଣ୍ଟ ହଉଛି ତୁମମାନଙ୍କ 6 ନମ୍ବର ପଏଣ୍ଟ ଏବେ ରିସେଣ୍ଟଲି ଓକେ ଆଜ ମହାରାଷ୍ଟ୍ର ଗଭର୍ଣ୍ଣର ରିସେଣ୍ଟଲି ଯେମିତି ତୁମକୁ କହିଥିଲି ଯଦି କୌଣସି କାରଣରୁ ଚିଫ ଜଷ୍ଟିସ ସରି କୌଣସି ହାଇକୋର୍ଟର ଚିଫ ଜଷ୍ଟିସ ଆପଏଣ୍ଟମେଣ୍ଟ ହଉଛନ୍ତି କିମ୍ବା ଗଭର୍ଣ୍ଣର ଆପଏଣ୍ଟମେଣ୍ଟ ହଉଛନ୍ତି ଇମ୍ପୋର୍ଟାଣ୍ଟ ଥାଏ ସେମିତି ମହାରାଷ୍ଟ୍ରର ବର୍ତ୍ତମାନ ରିସେଣ୍ଟ ଗଭର୍ଣ୍ଣର କିଏ ସେ ଓଥ ନେଇଛନ୍ତି ସେ ହଉଛି କଣ ଆଚାର୍ଯ୍ୟ ଦେବବ୍ରତ ତାଙ୍କ ନାଁଟାକୁ ମନେ ରଖିବ ଯୋଉଟା କି ଆଜ ଏ ଗଭର୍ଣ୍ଣର ହିସାବରେ ଆପଏଣ୍ଟମେଣ୍ଟ ହେଇଛନ୍ତି ମହାରାଷ୍ଟ୍ର ତ ଆଉ ଗୋଟେ ପଏଣ୍ଟ ଆସିଲା 7 ନମ୍ବର ପଏଣ୍ଟ ଦ୍ୟାଟ୍ ଇଜ ଦ ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ ତୁମେ ଦେଖିଥିବ ସାଧାରଣତଃ ସିଜିଏଲରେ ତ ଏଇ କ୍ୱେଶ୍ଚିନ୍ ରେଗୁଲାର ବେସିସରେ ଆସେ ବଟ୍ ଓଏସ୍ ଏକ୍ସାମରେ ବର୍ତ୍ତମାନ ଏଇ ପ୍ୟାଟର୍ନକୁ ଫଲୋ କରୁଛି ନୂଆ ଯୋଉ ପ୍ୟାଟର୍ନ ଆସୁଛି ସେ ପ୍ୟାଟର୍ନରେ ଏ ଟାଇପର କ୍ୱେଶ୍ଚିନ୍ ରଖୁଛି ଯୋଉଟା କି ୟୁପିଏସସି ଭାବିକି ଆମେ ୟୁପିଏସସି କରେଣ୍ଟ ଆଫେୟାର ଫଲୋ କରୁ ଦ୍ୟାଟ୍ ଇଜ ନୋ ଡାଉଟ୍ କିଛି ପ୍ରୋବ୍ଲେମ ନାହିଁ ବଟ୍ ଓପିଏସସିରେ କିଛି ପ୍ୟାଟର୍ନ ରଖୁଛି ଯୋଉଟା କି ଓଡ଼ିଶା ରିଲେଟେଡ୍ ହଉ ବା ଇଣ୍ଡିଆ ରିଲେଟେଡ୍ ୱାନ୍ ଲାଇନର ଭଳିଆ ରହୁଛି ଯେମିତିକି ତାମିଲନାଡୁ ବିକେମ୍
first state, Tamil Nadu became first state issue I-card for women self help group member, जोटा कि एसएचजी मेंबर जो मान थांती सेमान को आई कार्ड प्रोवाइड कराई छी। एटा को स्टेट फर्स्ट स्टेट होची कि से तमिलनाडु जे कि प्रोवाइड करছে। अच्छा, तो एबे आसला पीएम सूर्य घर योजना रे 100% सोलार सिस्टम, सूर्य घर योजना रे 100% सोलार सिस्टम पे रिसेंटली फोर्थ विलेज में किए से धोर्दो, DHORDO। तो ये जो ভিলেজ টা আছে কোঠিকার ভিলেজ না গুজরাটের ভিলেজ। তো গুজরাটর চারটি ভিলেজ আছে যেটা কি 100% সোলার মানে যেটা পিএম সূর্যঘর কনসেপ্ট সোলার সিস্টমରେ ସେମାନେ ଆକ୍ଟିଭ ଅଛନ୍ତି, ମାନେ ସମସ୍ତଙ୍କ ଘରେ ଅଛି। ତ ସବୁଠାରୁ ପ୍ରଥମ ହେଇଥିଲା କିଏ ସେ ମୋଦେରା। ओके, मोदरा जी की विलेज जोटा की अच्छे जे कि प्रथम फास्ट फुल्ली सोलार पावर विलेज बिल ताको डिक्लेयर करा जायतिला। परवर्ती अवस्था रे रिसेंटली कहा को डिक्लेयर करा जायछि जे कि कच्छ डिस्ट्रिक्ट रे अवस्थित अछि। 2025 रे को डिक्लेयर करा गला। एको मन रखियर अछि जे कि केते गोटी विलेज अछि वर्तमान सुधा जे कि फुल्ली 100% सोलार सिस्टम रे अछि। आ सब प्रथम किए थिला रिसेंटली कहा को दिया जायछि। देखो, তুমি ଜାଣିଥିବ ବିଜେପି ସରକାର ଆସିଲା ପରେ ଗୋଟେ କନସେପ୍ଟ ବହୁତ ସାରା କରେଣ୍ଟ ଆଫେୟାରରେ ଆଡ୍ ହେଇଛି, ନା ପରିବର୍ତ୍ତନ। ଓକେ, ତ ସେଇଭଳି ଗୋଟେ ରେଲୱେ ଷ୍ଟେସନ ଅଛି, ଆଚ୍ଛା, ଅହମ୍ମଦନଗର ର ନାଁକୁ ପରିବର୍ତ୍ତନ କରିଛି ଆଲିଆ ନଗର, ଅହଲ୍ୟା ନଗର ନଗରରେ କନଭର୍ଟ କରାଯାଇଛି। ଏ ନାଁଟାକୁ ପଢି ଦେଖ, ଏ ପର୍ଟିକୁଲାର ଯୋଉ ନେମ୍ ଚେଞ୍ଜ ହେଇଛି ତ ଏଟା ଓ ଡବଲ ଏସ୍ ଏସ୍ ସି ହଉ ବା ଓଡ଼ିଶା ରିଲେଟେଡ୍ ଏକ୍ଜାମରେ ବହୁତ ରେୟାର ଆସେ, ବଟ୍ ଆସେ କିନ୍ତୁ ଏତେ ଆସେ ନା। କିନ୍ତୁ ଏ ପର୍ଟିକୁଲାର ଏକ୍ଜାମ କୋଉଥିରେ ଆସେ ଜାଣିଛ? ଏସ୍ଏସ୍ସି ତୁମମାନଙ୍କର ରେଲୱେ ଏକ୍ଜାମ ମାନଙ୍କରେ ବେଶୀ ଆସେ, ଯୋଉଟା କି ନାଁ ପରିବର୍ତ୍ତନ ହେଇଥାଏ। ଏଟାକୁ ମନେ ରଖିବ। ଚାଲିए ଏବେ ଆସିଲା ଗୋଟେ ଫେଷ୍ଟିଭାଲ ଅଛି ଯାହାର ନାଁ ଅଛି ଏସ। আচ্ছা, এই যে ফেস্টিভ্যালটাକୁ କୋଉ ଟାଇପର ଏଟା ଫେଷ୍ଟିଭାଲ ମନେ ରଖିବ? ଇଣ୍ଟରନ୍ୟାସନାଲ ଲିଟରେଟ ଫେଷ୍ଟିଭାଲ। ଯେ ଏଟା କାହା ସହିତ ରିଲେଟେଡ ହଉଛି? ଲିଟରେଟ ସହିତ ଫେଷ୍ଟିଭାଲ ଏଟା ରିଲେଟେଡ ହଉଛି। ତ ଏଟା ହଉଛି ମାନେ ଏଟା ତାର ଏବେ ରିସେଣ୍ଟଲି ଫେଷ୍ଟିଭାଲକୁ ଲଞ୍ଚ ମାନେ ଷ୍ଟାର୍ଟ କରାଯାଇଛି, ବଟ୍ ଏତେ ଇମ୍ପୋର୍ଟାଣ୍ଟ ନାହିଁ କାରଣ ଯେହେତୁ ଏଟା ଥାର୍ଡ ଟାଇମ୍ ଏ ଫେଷ୍ଟିଭାଲକୁ ଆମେ ସେଲିବ୍ରେଟ କରୁଛେ। ଓକେ, ଯୋଉଟା କି ଏଟା କୋଉଠି ହେଇଛି ନା ପାଟନାରେ ହେଇଛି। ତ ଆମକୁ ଏଥର ଏତିକି ହେଲେ ମନେ ରଖିବାର ଅଛି ଯୋଉ ଉନ୍ମେଷ ଫେଷ୍ଟିଭାଲ 2025, ଏଟା କଣ କହିଲେ ଫେଷ୍ଟିଭାଲ କହିଲେ ଆମେ କାହାକୁ ବୁଝିବା ନା ଅଛି ଇଣ୍ଟରନ୍ୟାସନାଲ ଲିଟରେଚର ଫେଷ୍ଟିଭାଲ ଏଟା କୁହାଯାଉଛି। ଏଟା କୋଉଠି ସେଲିବ୍ରେଟ କରାଯାଇଛି ନା ପାଟନା ବିହାରରେ ହେଇଛି। ଏଟା କେତେତମ ଏଡିସନ ଥିଲା ନା ତୁମମାନଙ୍କର ଥାର୍ଥ ଏଡିସନ ଥିଲା। କିନ୍ତୁ 11 ନମ୍ବର ପଏଣ୍ଟଟା ମନେ ରଖିଲେ डेफिनेटली ए वर्ष कौन भी एग्जाम तुम क्वेश्चन आसो 11 नंबर पॉइंट। 11 नंबर पॉइंट हूँ जो कौन अवार्ड ग्लोबल टूरिज्म अवार्ड दि जाऊँगी कौन स्टेट को, कौन स्टेट रो किसी भल परफॉर्मेंस अवार्ड प्रोवाइड करा तो सेटा एग्जाम रे क्वेश्चन आसे। जेमती कि आंध्र प्रदेश टूरिज्म डिपार्टमेंट को विन ग्लोबल टूरिज्म अवार्ड 2025। तो 2025 रो ग्लोबल टूरिज्म अवार्ड 2025 रो ग्लोबल टूरिज्म अवार्ड କାହାକୁ ଦିଆଯାଇଛି? ଗ୍ଲୋବାଲ ଟୁରିଜିମ ଆୱାର୍ଡ ତାହାକୁ ଆନ୍ଧ୍ରପ୍ରଦେଶ ଫର ଦ ମାନେ ଟୁରିଷ୍ଟ ଆଟ୍ରାକ୍ସନ ହଉ ମାନେ ଫର୍ଦର ଭିଜନ ଅଫ ଦ ମାନେ ଯୋଉ ଟୁରିଜିମ ଯାଉଛନ୍ତି ଆଉ ଥରେ ସେମାନେ ଆସୁଛନ୍ତି ବୁଲିବା ପାଇଁ। ତ ତାପରେ ଆସିଲା ଇନିସିଏଟିଭ କିଛି ନେଇଛି ଆନ୍ଧ୍ରପ୍ରଦେଶ। ତ ଏସବୁ ଜିନିଷ ପାଇଁ ତ ଏଥର ଆନ୍ଧ୍ରପ୍ରଦେଶକୁ ଏ ଆୱାର୍ଡ ଦିଆଯାଇଛି ଗ୍ଲୋବାଲ ଟୁରିଜିମ ଆୱାର୍ଡ 2025। ଗ୍ଲୋବାଲ ଟୁରିଜିମ ଆୱାର୍ଡ 2025 ଦିଆଯାଇଛି। ଆଉ ଲାଷ୍ଟ ପଏଣ୍ଟ ହଉଛି କି ସେ ନା ଛତିଶଗଡ଼ର ଗୋଟେ ଅଛି ମାନେ ଡିଷ୍ଟ୍ରିକ୍ଟ ଅଛି, ସେ ଡିଷ୍ଟ୍ରିକ୍ଟର ନାଁ ହଉଛି ବାଲୋ, BAL ବାଲୋଦ। ଦେଖ, ତ ଏଟା ଟିକେ ପ୍ରୋନାଉନ୍ସିଏସନ ଡିଫରେଣ୍ଟ ରହିବ ଆକର୍ଡିଂ ଟୁ ମାନେ ସେ ଲୋକାଲ ଏରିଆ ହଉ, ଟିକେ ପ୍ରୋନାଉନ୍ସିଏସନ ଏଟା ଡିଫରେଣ୍ଟ ରହିବ। ବଟ୍ ଏଟା ଖାଲି ଆମକୁ ମନେ ରଖିବାର ଅଛି ଯେ କି ଅଫିସିଆଲି ଡିକ୍ଲେୟାର କରାଯାଇଛି, ଯାହାକୁ ଇଣ୍ଡିଆର ପ୍ରଥମ ଅଫିସିଆଲି ଡିକ୍ଲେୟାର କରାଯାଇଛି ଚାଇଲ୍ଡ ମ୍ୟାରେଜ ଫ୍ରି ଡିଷ୍ଟ୍ରିକ୍ଟ। ଇଟ୍ ଇଜ ଏ ଭେରି ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ। ତ ଏ ପଏଣ୍ଟଟା ମଧ୍ୟ ତୁମକୁ ଆଉ କୋଉଠି ହେଲ୍ପଫୁଲ କରିବ? তুমি ଜାଣିଥିବ ଯୋଉମାନେ ଓଏସ୍ ମେନ୍ ପାଇଁ ପ୍ରିପାରେସନ ହଉଛ, ଯେତେବେଳେ କିଛି କ୍ୱେଶ୍ଚିନ୍ ଏ ରିଲେଟେଡ ରହୁଛି ଯୋଉଟା କି ଚାଇଲ୍ଡ ମ୍ୟାରେଜକୁ ନେଇକି ହଉ
ଓମେନ୍ ଏମ୍ପାୱରମେଣ୍ଟ କୁ ନେଇକି ହଉ, ତୁମେ ଏଇଠି ମେନସନ କରିପାରିବ ଯେ ଛତିଶଗଡ଼ରେ ଯୋଉ ଡିଷ୍ଟ୍ରିକ୍ଟ ଅଛି ଯେ କି ଭାରତର ପ୍ରଥମ ଅଫିସିଆଲି ଚାଇଲ୍ଡ ମ୍ୟାରେଜ ଫ୍ରି ଡିଷ୍ଟ୍ରିକ୍ଟ ହିସାବରେ ଡିକ୍ଲେୟାର କରାଯାଇଛି। କିମ୍ବା ଯେତେବେଳେ ତୁମେ ଏସେ ରାଇଟିଂ କରୁଛ ଏ ପଏଣ୍ଟକୁ ମଧ୍ୟ ଆଡ୍ କରିବ, କାହିଁକି ନା ଏସବୁ ଛୋଟ ଛୋଟ ପଏଣ୍ଟ ତୁମମାନଙ୍କୁ ବେଶୀ ଆଟ୍ରାକ୍ଟିଭ ମାର୍କ ଦେଇଥାଏ। ସମସ୍ତଙ୍କୁ ବୁଝା ପଡ଼ିଲା, ଟିକେ ରାପିଡ ରିଭିଜନ କରିବା, ଟିକେ ରାପିଡ ରିଭିଜନ କରିବା। ଏଭ୍ରିୱାନ୍ ରେଡି? ଏଭ୍ରିୱାନ୍ ରେଡି ରାପିଡ ରିଭିଜନ କରିବା? ଏବେ ରିସେଣ୍ଟଲି କୋଉ ଷ୍ଟେଟ କୁ ଫୁଲି ଲିଟରେଟ ଷ୍ଟେଟ ହିସେବେ ଷ୍ଟେଟ ର ଆୱାର୍ଡ ମାନେ ଡିକ୍ଲେୟାର କରାଯାଇଛି, କୋଉ ଷ୍ଟେଟ କୁ? ହିମାଚଳ ପ୍ରଦେଶ, ଥ୍ୟାଙ୍କ ୟୁ। ଆଚ୍ଛା, ଆୟୁର୍ବେଦିକ ଡେ କେବେ ଆମେ ସେଲିବ୍ରେଟ କରିଥାଉ? ଆୟୁର୍ବେଦିକ ଡେ କେବେ ସେଲିବ୍ରେଟ କରିଥାଉ? 23 ସେପ୍ଟେମ୍ବର। ଓକେ, ଏଥର କୋଉଠି ହୋଷ୍ଟିଂ କରାଯାଇଛି ବା ଭେନ୍ୟୁ କରାଯାଇଛି ବା କୋଉଠି ଅର୍ଗାନାଇଜ କରାଯାଇଛି, କୋଉଠି ଏଥର କୋଉ ଜାଗାରେ? ଆଚ୍ଛା, ଥ୍ୟାଙ୍କ ୟୁ। ଆଚ୍ଛା, ମୁଁ ଯଦି କହେ ମନକି ମୁଣ୍ଡା ସେଲ୍ଫ ଯୋଉ ମାନେ ସିଷ୍ଟମଟା ଏଇଟା କୋଉ ଟ୍ରାଇବ ସହିତ ରିଲେଟେଡ୍? ମନକି ମୁଣ୍ଡା ଯୋଉ କନସେପ୍ଟଟା କୋଉ ଟ୍ରାଇବ ସହିତ, କୋଉ ଟ୍ରାଇବ ସହିତ? ହୁ ଇଜ ଦ ମନକି? ମନକି କାହାକୁ କହିବ? ହୁ ଇଜ ଦ ମନକି? ମନକି କିଏ? ହୁ ଇଜ ଦ ମନକି? ମନକି କିଏ? ମନକି କଣ ଭିଲେଜ ର କଲଚରାଲ ହେଡ କୁ କୁହାଯାଏ ମନକି? କଲଚରାଲ ହେଡ କୁ କୁହାଯାଏ ମନକି। ମୁଣ୍ଡା ହଉଛି ଭିଲେଜ ର ହେଡ କୁ କୁହାଯାଏ ମୁଣ୍ଡା। ଓକେ। ଆଚ୍ଛା, ଅଛି ହୁ ଇଜ ଦ ହୁ ଇଜ ଦ ମହାରାଷ୍ଟ୍ର ଗଭର୍ଣ୍ଣର? ହୁ ଇଜ ଦ ମହାରାଷ୍ଟ୍ର ଗଭର୍ଣ୍ଣର? ଏଡି ସର୍ଟକଟ, ଥ୍ୟାଙ୍କ ୟୁ, ଚଳିବ। ଆଚ୍ଛା, ତାପରେ ଆସିଲା ହଉଛି ନେକ୍ସଟ ପଏଣ୍ଟ ହଉଛି ଯେ ହଁ, ଓକେ, ହୁ ହୁଇଚ ଷ୍ଟେଟ ଦ ଫାଷ୍ଟ ଇସ୍ୟୁ ଆଇ କାର୍ଡ ଫର ଦ ଓମେନ୍ ସେଲ୍ଫ ହେଲ୍ପ ଗ୍ରୁପ? ଓମେନ୍ ସେଲ୍ଫ ହେଲ୍ପ ଗ୍ରୁପ ପାଇଁ ଆଇ କାର୍ଡ ପ୍ରୋଭାଇଡ କରାଯାଇଛି? ସେ ତାମିଲନାଡୁ, ଥ୍ୟାଙ୍କ ୟୁ। ଆଚ୍ଛା, ଓକେ, which state received Global Tourism Award 2025? Global Tourism Award 2025? Andhra Pradesh, thank you. तो फास्ट फुल ऑफिशियली डिक्लेयर आज ए चाइल्ड फ्री मैरिज फ्री डिस्ट्रिक्ट हिसाब से माने को डिस्ट्रिक्ट चाइल्ड मैरिज फ्री डिस्ट्रिक्ट किस है? छत्तीसगढ़ ର किस है? ओके, तो ଗୋଟେ ସେକେंड। ହଁ, ତ ମୁଁ ଏଇଠି ତୁମମାନଙ୍କୁ କହିବାକୁ ଚାହୁଁଛି, ମୁଁ ଅଲରେଡି ତୁମମାନଙ୍କର ଏଇ ଯୋଉ କ୍ଲାସ ତୁମମାନେ ଯୋଉ ଜଏନ କରିଛ ଆଦିତ୍ୟ ଏକାଡେମୀ ଆପ୍ଲିକେସନରେ ଅଲରେଡି ମୁଁ ଅପଲୋଡ କରିଦେଇଛି ଷ୍ଟେଟ ନ୍ୟୁଜଟା। ଓକେ, ତ ତୁମମାନଙ୍କର ଅଲରେଡି ଆମେ ପଢି ସାରିଛେ କଣ ନା ଆୱାର୍ଡ ରହିଲା, ଏନଭାରନମେଣ୍ଟ ରହିଲା, ପଲିଟି, ଇକୋନୋମି, ଆଇଆର ସବୁ କିଛି ପଢି ସାରିଛେ। ଆଇଆରଟା ଖାଲି ଆଉଥରେ ମୁଁ ପଢେଇବି, ଯୋଉଟା କି ତୁମେ ଯୋଉ ବ୍ୟାଚରେ ଜଏନ କରିଛ ସମସ୍ତ ବ୍ୟାଚରେ ଏ ପିଡିଏଫ କୁ ମୁଁ ଅପଲୋଡ କରିଦେଇଛି ଆଉ ତା ରେକର୍ଡିଂ। ତୁମେ ସିଜିଏଲ ବ୍ୟାଚ ଯୋଉଟା କି 199 ରହୁଛି, ଏଥିରେ ଯୋଉ ଜିନିଷ ଦିଆଯାଉଛି ଓଏସ୍ ପିଲାଙ୍କୁ ସେଇ କରେଣ୍ଟ ଆଫେୟାର ଦିଆଯାଉଛି। ବାସ୍ ମୁଁ ତୁମକୁ ଏଇଠି ଗୋଟେ ଜିନିଷ କହିବାକୁ ଚାହିଁବି ଯେ ଏ ଯୋଉ ଡିସେମ୍ବର ମାସରେ ବହୁତ ସାରା ପୋଷ୍ଟ ତୁମକୁ ଆସୁଛି, ଯେମିତି ଓଏସ୍ ଆସିବ, ସିଜିଏଲ ଆସିବ, ସବୁ କିଛି ଆସିବ। ତ ସବୁଠାରୁ ଇମ୍ପୋର୍ଟାଣ୍ଟ ରହିବ କରେଣ୍ଟ ଆଫେୟାର। ତ କରେଣ୍ଟ ଆଫେୟାର ଏବେଠୁ ଯଦି ତୁମେ ଷ୍ଟାର୍ଟିଂ ନ କରିବ ତାହେଲେ ତମକୁ ପ୍ରୋବ୍ଲେମ ହେଇଯିବ। ତ କରେଣ୍ଟ ଆଫେୟାର ନୋଟ୍ କରିବା ଦରକାର ନାହିଁ, ମୁଁ ତମକୁ ଦେଇ ଦଉଛି। ହଁ, ମୁଁ ଏଇ ଗୋଟେ ଜିନିଷ କହିବାକୁ ଚାହୁଁଛି, ଧରକର କାଲି କି ପରଦିନ ଭିତରେ ଆମର କରେଣ୍ଟ ଆଫେୟାର ସରିଗଲା, ଯଦି ତୁମେ କିଛି ଜଣ ଚାହିଁବ ଯେ ସାର୍ ଆମକୁ ଏଇଟା ପ୍ରିଣ୍ଟ କାଢିକି ଆମ ଆଡ୍ରେସରେ ପଠେଇ ଦିଅନ୍ତୁ, ମ୍ୟାକ୍ସିମମ୍ 3 to 4 days ଲାଗିବ ପହଞ୍ଚିବା ପାଇଁ। କାହିଁକି ନା ତୁମକୁ ପ୍ରିଣ୍ଟ କଲାକୁ ତୁମକୁ ହେଭି କଷ୍ଟ ପଡୁଥିବ, ଯୋଉଟା କି ମୁଁ ତୁମମାନଙ୍କୁ ଯଦି କହିବୁ ମୁଁ ପଠେଇଦେବି, ସେମିତି କିଛି ନାହିଁ। ପର ମନ୍ଥରେ ଯୋଉମାନେ ଚାହିଁବ, କାହିଁକିନା ତମେ ବାହାରେ ଯଦି ପ୍ରିଣ୍ଟ କର କାହାକୁ 4 ଟଙ୍କା 5 ଟଙ୍କା ଏଇଭଳି ପ୍ରିଣ୍ଟ ପଡୁଛି। 100 ପେଜ ବାହାର କଲା ବେଳକୁ ତମକୁ 405 ପଡିଯାଉଛି, କିନ୍ତୁ 100 ପେଜକୁ ଯୋଉଟା କି ନର୍ମାଲ କଷ୍ଟ ହିସାବରେ ମୁଁ ତୁମମାନଙ୍କୁ ପ୍ରୋଭାଇଡ କରିଦେବି। ଆଚ୍ଛା, ଏଇଟା କମ୍ପ୍ଲିଟ ହେଇସାରିଲା ପରେ କମ୍ପ୍ଲିଟଲି ମୁଁ ତୁମମାନଙ୍କ ପାଇଁ ଫୁଲ ମାନେ ପିଡିଏଫ କୁ ବନେଇକି ପଠେଇଦେବି। ତାପରେ ଯୋଉମାନେ ଇଣ୍ଟରେଷ୍ଟେଡ ରହିବ ଆଡ୍ରେସ ଦେଲେ ମୁଁ ତୁମମାନଙ୍କୁ ପଠେଇଦେବି। ଓକେ, ତ ସେୟା ହିଁ କରିବା ଲାଷ୍ଟ। ଓକେ, ଥ୍ୟାଙ୍କ ୟୁ।